ହେଇଛି ଅନେକ ଗୁଡ଼ିଏ ଅଛି। ସେ ଭିତରୁ ଫ୍ରେଶ ସାକ୍ଷ୍ୟଟେ କହିଦେବି। ପ୍ରାୟ ଆମର ସାନ୍ଧ୍ୟକାଳୀନ ପ୍ରାର୍ଥନା ଯୋଉ ଆଶିଷ ଧାରାରେ ହଉଛି ସେଟା ସରିଲା ପରେ ଆରମ୍ଭ ହୁଏ ମତେ ଫୋନ ଆସିବା ପାଇଁ। ଅନେକ ଗୁଡ଼ିଏ ଫୋନ ପ୍ରାୟ 10ଟା ଅଧେ 10:40 ଯାଏ ଆସିଥାଏ ପ୍ରାର୍ଥନା ଅନୁରୋଧ ସକାଶେ। ଆଉ ଜଣେ ଭାଇ ତ ଅଛନ୍ତି, ତାଙ୍କ ପରିବାର ସହିତ ସିଏ 9ଟା ଅଧେରୁ 10ଟା ଭିତରେ ଫୋନ କରନ୍ତି। ସେ ଯୀଶୁଙ୍କୁ ଜାଣିନଥିଲେ, ଆଗରୁ ମଧ୍ୟ ମୁଁ କହିଛି ବୋଧେ ସେ ବିଷୟରେ। ଆଉ ତାଙ୍କର ବାପାଙ୍କ ଦ୍ଵାରା ଗୋଟେ ଗ୍ରାମରେ ତାଡନା ଆସିଥିଲା ଲିଡରସିପ ନେଇକି। ଆଉ ପରେ 3-4 ମାସ ପରେ ତାଙ୍କ ପୁଅର ଆଖି ଖରାପ ହେଇଯାଇଥିଲା। ପ୍ରଭୁ ଯେତେବେଳେ ସବୁଆଡେ ହାତ ପତେଇବା ପରେ ସୁସ୍ଥତା ପାଇଲେ ନାହିଁ, ସେତେବେଳେ ଯୀଶୁଙ୍କ ପାଖକୁ ଆସିଲେ ଏବଂ ସେ ଯୀଶୁଙ୍କୁ ଗ୍ରହଣ କଲେ। ଲୋକ ଭୟ ଯୋଗୁ ରାତି 9ଟା ଅଧେ ପରେ ସେ ଫୋନ କରନ୍ତି, ଯେତେବେଳେ ଲୋକମାନେ ଶୋଇ ଯାଆନ୍ତି। ପରିବାରର ସ୍ୱାମୀ ସ୍ତ୍ରୀ ଆଉ ତାଙ୍କର 3ଟି ଛୁଆ ସମସ୍ତେ ସେତେବେଳ ପର୍ଯ୍ୟନ୍ତ ଚେଇଁକି ରହିଥାନ୍ତି ଆଉ ପ୍ରାର୍ଥନାରେ ବସନ୍ତି। ସେମିତି ଅନେକ ଗୁଡ଼ିଏ ପ୍ରାର୍ଥନାର ଅନୁରୋଧ ଆସେ। ସେ ଭିତରୁ ଗୋଟେ ପ୍ରାର୍ଥନା ଅନୁରୋଧ ଯାହା 4 ଦିନ ତଳେ ଆସିଥିଲା, ସେ ବିଷୟରେ ଆପଣମାନଙ୍କୁ ମୁଁ ଜଣେଇବାକୁ ଚାହେଁ। ଜଣେ ଭଉଣୀ ଯିଏକି ନୂଆ କରି ଯୀଶୁଙ୍କୁ ଜାଣିଛନ୍ତି, ସେ ମତେ ଫୋନ କରି କହିଲେ ଯେ ଏଇ କେତେ ଦିନ ହେଲା ତାଙ୍କୁ ବହୁତ ସ୍ୱପ୍ନ ହଉଛି, ଭୟାନକ ସ୍ୱପ୍ନ। ଆଉ ଯୋଉ ସ୍ୱପ୍ନ ଦେଖିଲେ ସେ ଭୟଗ୍ରସ୍ତ ହେଇଯାଉଛନ୍ତି, ତାଙ୍କର ଦେହ ଅସୁସ୍ଥ ହେଇଯାଉଛି। ଆଉ ସେତେବେଳେ ସେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମତେ ଅନୁରୋଧ କଲେ। କିନ୍ତୁ ପ୍ରାର୍ଥନା ଗୋଟିଏ ମନ୍ତ୍ର ନୁହେଁ, ପ୍ରାର୍ଥନା ଗୋଟିଏ ଔଷଧ ନୁହେଁ ଯେ ଆମେ ତାଙ୍କୁ ଦେଇଦବା ସେ ସୁସ୍ଥତା ପାଇଯିବେ। ୟେସ୍ ପ୍ରିୟମାନେ, ମୁଁ ସବୁବେଳେ ଚେଷ୍ଟା କରେ ପରମେଶ୍ୱରଙ୍କ ଉପରେ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ଉପରେ ତାଙ୍କର ବିଶ୍ୱାସ ଦୃଢୀଭୂତ କରିବା ପାଇଁ। ଆଉ ମୁଁ ତାଙ୍କୁ ଆଗରୁ ବି ଏ ବିଷୟ ଶିକ୍ଷା ଦେଇଛି ଯେ ତୁମେ ଏକୁଟିଆ ନୁହେଁ, ତୁମ ସହିତ ପ୍ରଭୁ ଯୀଶୁ ଅଛନ୍ତି। ଯେତେବେଳେ ତୁମେ ତମର ଛୁଆ ମାନଙ୍କୁ ଜନ୍ମ କଲ, ଛୁଆମାନେ ଯେତେବେଳେ ଛୋଟ ଥିଲେ, ତମର ନିଦ ହେଇଯାଇଥିଲେ ବି ଯେତେବେଳେ ଗୋଟେ ଛୋଟ ପିଲା ଉଠି ପଡୁଥିଲା, ଚେଇଁ ପଡୁଥିଲା, ସେତେବେଳକୁ ତମ ନିଦ ଭାଙ୍ଗି ଯାଉଥିଲା। କାରଣ ତମର ଧ୍ୟାନ ସବୁବେଳେ ସେ ପିଲା ଉପରେ ଥିଲା। କାରଣ ତୁମେ ତମର ସେ ପୁଅକୁ ବହୁତ ସ୍ନେହ କରୁଛ। ଠିକ ସେମିତି ତମର ସୃଷ୍ଟିକର୍ତ୍ତା ପରମେଶ୍ୱର ସବୁବେଳେ ତମ ପାଇଁ ଚିନ୍ତା କରୁଛନ୍ତି। ଯେତେବେଳେ ତମେ ଶୋଇ ପଡୁଛ ସେତେବେଳେ ବି ତମ ପାଇଁ ଚିନ୍ତା କରୁଛନ୍ତି। ସେତେବେଳେ ତୁମର ସୁରକ୍ଷା ପାଇଁ ସେ ସର୍ବଦା ସଜାଗ ଅଛନ୍ତି। ତାଙ୍କର ଦୂତ ମାନଙ୍କୁ ତୁମର ସୁରକ୍ଷା ପାଇଁ ଜଗି ରହିବାକୁ ସେ ଆଦେଶ ଦେଇଛନ୍ତି। ତମେ ଏକୁଟିଆ ନୁହେଁ, ତମ ସହିତ ପରମେଶ୍ୱର ଅଛନ୍ତି। ଆଉ ଖୁସିର କଥା ଯେ ପରମେଶ୍ୱରଙ୍କର ପବିତ୍ର ଆତ୍ମା, ଯୀଶୁଙ୍କର ଆତ୍ମା ମଧ୍ୟ ତୁମକୁ ଦିଆଯାଇଛି। ସେଇଟା ଭୟର ଆତ୍ମା ନୁହେଁ, କର୍ତ୍ତୃତ୍ୱ କରିବାର ଆତ୍ମା। ସବୁ ଉପରେ ତୁମକୁ ଅଧିକାର ଦିଆଯାଇଛି ଭଉଣୀ। ତୁମେ ଭୂତକୁ ବାହାର କରିକି ଫିଙ୍ଗି ଦେଇ ପାରିବ, ରୋଗକୁ ତମେ ସୁସ୍ଥ କରିପାରିବ ଯୀଶୁଙ୍କ ନାମରେ। ତମ ପାଖରେ ସେଇ ଅଧିକାର ଅଛି। ତମେ ଦୁର୍ବଳ ନୁହେଁ, ତମେ ସବଳ। ଯୀଶୁଙ୍କ ନାମରେ ତମେ ସବୁ କରିପାରିବ। ଆଜି ମୁଁ ତମ ପାଇଁ ପ୍ରାର୍ଥନା କରିବି ନାହିଁ, ତମେ ପ୍ରାର୍ଥନା କରିବ ପ୍ରଭୁ ଯୀଶୁଙ୍କୁ, ପ୍ରଭୁ ଯୀଶୁ ତୁମେ ମୋ ଭିତରେ ଅଛ, ଆଉ ତୁମର ଉପସ୍ଥିତିରେ ମୁଁ ସବୁ କିଛି କରିପାରେ। ମତେ ତମେ ସେଇ ଅଧିକାର ଦେଇଛ।
जो भयर आत्मा मो भितर कार्य करुची से भयर आत्मा तुमर नामरे मो भितर चली जाओ ये प्रार्थना करिबो आउ आजी तुमको से स्वप्न हब नहीं आजी ठारू आउ स्वप्न हब नहीं तमे जीशुंकर तमे जहा पई प्रार्थना करिबो से निश्चय सुस्थता पाइबो कारण तुमर प्रार्थना को से सुनंती आउ उत्तर दियंती तुमको गोटे काम करबा पड़िबो तुमे तांकर वाक्य तांकर आज्ञा पालन करिबो मु जो आज्ञा सिखैछि ईश्वरकर वाक्य रु से सब तुमे पालन करो प्रभु जीशु तम सहित अछंती आश्चर्यर कथा तार दिन से साक्ष्य देले जे आउ तांकर स्वप्न हे नै तांक मन भितर भय चाली जाइछि और से शांति अनुभव करुचंती यस प्रिय माने जो माने संध्याकाल प्रार्थना रे जोग देइथिले से माने हुए तो सुनी थाई पारंती निश्चय सुनिथिबे से माने औ मु गोटे बड़ पालक नुही कि बड़ प्रचारक नुही किंतु मु चेष्टा करुची प्रभु जेती मते शक्ति दउचंती जो सामर्थ्य देइचंती तांकर उपस्थिति रे जो माने जीसु को जानी नाहंती जो माने जीसु को ठारू दूर को चली जाइचंती से माने को जीसु को पाखु को आनिबा पई विश्वास रे दृढ़ीभूत होई ईश्वर सहित चलीबा पई मो पई प्रार्थना करंतु जेपरि कि जेते दिन बंची थिबी तांकर राज्य सदस्य कार्य करि पारि ई साक्ष्य दे प्रभु गौरवान्वित होंतु आमेन।